Hello friends, good morning to all of you to the Master Education channel. ପିଲାମାନେ ଆଜି ଆମେ ପଞ୍ଚମ ଶ୍ରେଣୀ ବାର୍ଷିକ ପରୀକ୍ଷାର ଭାଷା ଓଡ଼ିଆର ପ୍ରଶ୍ନ ଉତ୍ତର ଦେଖିବା। ଠିକ୍ ଅଛି ପିଲାମାନେ, ଏହା 100% ଗ୍ୟାରେଣ୍ଟେଡ୍। ପ୍ରଥମେ ଦେଇଛି କ'ଣ ଆମର ଶ୍ରେଣୀ ଦେଇଛି। ପ୍ରଥମେ କ'ଣ ଦେଇଛି ଆମର ଶ୍ରେଣୀ। ତମର ଦେଖିଲ ଶ୍ରେଣୀ ପଞ୍ଚମର ଇଏ ଆଉ ଆମର ବିଷୟ ହେଲା ଭାଷା ଓଡ଼ିଆ। ପ୍ରଥମେ ଶିକ୍ଷାର୍ଥୀଙ୍କ ନାମ ତମେ ଲେଖିବ, ତାପରେ ତମ ରୋଲ୍ ନମ୍ବର, ତାପରେ ବିଭାଗ ଲେଖିବ, ତାରିଖ ଲେଖିବ, ବିଦ୍ୟାଳୟର ନାମ, ବ୍ଲକ ନରସିଂହପୁର, ଜିଲ୍ଲା କଟକ। ଠିକ୍ ଅଛି ପିଲାମାନେ। ଦେଖ ପିଲାମାନେ, ତାପରେ ତମେ ଅନୁଚ୍ଛେଦକୁ ପଢ଼ିବ। ମୁଁ ଅନୁଚ୍ଛେଦ ଆଉ ପଢ଼ୁନି। ତାପରେ 1 ନମ୍ବର ପ୍ରଶ୍ନ, କୃଷ୍ଣଚନ୍ଦ୍ର ଗଜପତି ଦେବ କେଉଁଠାରେ ଜନ୍ମଗ୍ରହଣ କରିଥିଲେ? ତମେ ଲେଖିବ। 2 ନମ୍ବର ପ୍ରଶ୍ନ ଦେଲା ଓଡ଼ିଶାର ପ୍ରଧାନମନ୍ତ୍ରୀ କିଏ ଥିଲେ? ତାକୁ ଲେଖିବ। 3 ନମ୍ବର ପ୍ରଶ୍ନ ଦେଇଛି ବିଭକ୍ତର ଅବିଭକ୍ତ, ପ୍ରାକୃତିକର ଅପ୍ରାକୃତିକ ହୋଇପାରିବ ବା କୃତ୍ରିମ ବି ଲେଖିପାରିବ। ଠିକ୍ ଅଛି ପିଲାମାନେ, ଏବେ ଆମେ ନେକ୍ସଟ ପେଜକୁ ଯିବା। ଦେଖ ପିଲାମାନେ, ଆମେ 4 ନମ୍ବର ପ୍ରଶ୍ନକୁ ଯିବା। ମା ଶବ୍ଦର ଗୋଟିଏ ପ୍ରତିଶବ୍ଦ ଲେଖ। ତମେ ଲେଖିପାରିବ ମା ଶବ୍ଦର ଗୋଟିଏ ପ୍ରତିଶବ୍ଦ ମାତା। ଉଚ୍ଚ ନ୍ୟାୟାଳୟ କେଉଁଠାରେ ଅଛି? ଓଡ଼ିଶାର। ଲେଖିବ। କୃଷ୍ଣଚନ୍ଦ୍ର ଗଜପତି ଦେବଙ୍କୁ ଆଧୁନିକ ଉତ୍କଳର ନିର୍ମାତା କୁହାଯାଏ କାହିଁକି? 2ଟା ବାକ୍ୟ ଲେଖିବ ପିଲାମାନେ। ଏଇଟା ହେଉଛି 2 ମାର୍କିଆ ପ୍ରଶ୍ନଟା। 6 ନମ୍ବର ପ୍ରଶ୍ନ ଆମର ସରିଗଲା ପିଲାମାନେ। ଏବେ ଦେଇଛି ତଳ ନୋଟିସଟିକୁ ପଢ଼ି 7 ନମ୍ବରରୁ 12 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନର ଉତ୍ତର ଲେଖ। ନୋଟିସଟିକୁ ତୁମେ ପଢ଼ିବ। 7 ନମ୍ବର ପ୍ରଶ୍ନ ଦେଇଛି ନୋଟିସଟି କେଉଁ ତାରିଖରେ ଦିଆଯାଇଛି। ତାହେଲେ କେଉଁ ତାରିଖରେ ଦିଆଯାଇଛି ପିଲାମାନେ ନୋଟିସଟି? ନୋଟିସଟି ଏଇ ତାରିଖରେ ଦିଆହେଇଛି 1/2/2025 ତାରିଖରେ। ଠିକ୍ ଅଛି ପିଲାମାନେ, ଏବେ ଆମେ ନେକ୍ସଟ କ୍ୱେଶ୍ଚିନ୍କୁ ଯିବା। ପିଲାମାନେ 8 ନମ୍ବର ପ୍ରଶ୍ନ ଦେଖ। ଶିଶୁ ପତ୍ରିକାଟିର ନାମ କ'ଣ? ଶିଶୁ ପତ୍ରିକାଟିର ନାମ କ'ଣ ତମେ ଦେଖିବ। ନୋଟିସ୍ କିଏ ଦେଇଛନ୍ତି ତମେ ଦେଖିବ। ପାରାଗ୍ରାଫରୁ ନୋଟିସର କେଉଁ ଅଂଶକୁ ପରିବର୍ତ୍ତନ କରିଦେଲେ ପତ୍ରିକା ପାଇଁ ସମସ୍ତ ଲେଖା ଦେଇପାରିବେ ବୋଲି ବୁଝାଯିବ। ତମେ ସେଇଟାକୁ ଦେଖିକି ଲେଖିବ ପାରାଗ୍ରାଫରୁ। ଠିକ୍ ଅଛି ପିଲାମାନେ। ନିର୍ଦ୍ଧାରଣରୁ ନିର୍ଦ୍ଧାରିତ, ଉତ୍ସାହରୁ ଉତ୍ସାହିତ। 11 ନମ୍ବର ପ୍ରଶ୍ନ ପିଲାମାନେ। ତାପରେ 12 ନମ୍ବର ପ୍ରଶ୍ନ କ'ଣ ଦେଲା? ଉତ୍ସବ ଶବ୍ଦକୁ ଲଗାଇ ନିଜ ଭାଷାରେ ଗୋଟିଏ ବାକ୍ୟ ଲେଖ। ଉତ୍ସବ, ଆମ ଗାଁରେ ଦୋଳ ପୂର୍ଣ୍ଣିମାରେ ଉତ୍ସବ ପାଳନ କରାଯାଏ। ଠିକ୍ ଅଛି ପିଲାମାନେ, ଏଇଟା ଆମର ଗୋଟେ ବାକ୍ୟ ଗଠନ ହୋଇପାରିବ 12 ନମ୍ବର ପ୍ରଶ୍ନର। 13 ନମ୍ବର ପ୍ରଶ୍ନ କ'ଣ ଦେଇଛି ଦେଖ। ଅନୁଚ୍ଛେଦଟି ଆଗ ପଢ଼ିବ। ତଳ ବାକ୍ୟଟିକୁ ପଢ଼ ଓ 13ରୁ 15 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନର ଉତ୍ତର ଲେଖ। ବାଘବଂଶ ଲୋପ ପାଇଯିବ ବୋଲି ଆଶଙ୍କା କାହିଁକି କରାଯାଇଛି? କାହିଁକି ଆଶଙ୍କା କରାଯାଇଛି ତମେ ଦେଖିବ ପିଲାମାନେ। ମୁଁ ତମକୁ ଆଉ ଅନୁଚ୍ଛେଦ ପଢ଼ିନି, ତେଣୁ ତମକୁ ଉତ୍ତର କହିପାରିବି ନାହିଁ। ତେଣୁ ତମେ ଉତ୍ତର ନିଜେ ଅନୁଚ୍ଛେଦ ପଢ଼ିକି ଉତ୍ତର ଦେଖିକି ଲେଖିବ। ନେକ୍ସଟ ପ୍ରଶ୍ନ ଦେଇଛି ଅଭୟାରଣ୍ୟ ଦ୍ୱାରା କ'ଣ ଲାଭ ମିଳିପାରିବ? ଅଭୟାରଣ୍ୟ ଦ୍ୱାରା କ'ଣ ଲାଭ ମିଳିପାରିବ ତମେ ମାନେ ଲେଖିବ ପିଲାମାନେ। ଠିକ୍ ଅଛି ପିଲାମାନେ, ଏବେ ଆମେ ନେକ୍ସଟ ପ୍ରଶ୍ନକୁ ଯିବା। ପିଲାମାନେ ତାପର ପ୍ରଶ୍ନ ଦେଖ। ବାଘ ନ ଦେଖିଲେ ବିଲେଇ ଦେଖ କୁହାଯିବାର କାରଣ କ'ଣ? ଏଇଟା ତମେ ଉତ୍ତର ଖୋଜିକି ଲେଖିବ। ଏବେ ଆମେ 16 ନମ୍ବର ପ୍ରଶ୍ନକୁ ଯିବା। ତା ପୂର୍ବରୁ ଟିକେ ପଢ଼ିଦିଅ। ତଳ ପଦଟିକୁ ପଢ଼ି 16ରୁ 19 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନର ଉତ୍ତର ଲେଖ। ତମେ ଆଗ ଏ ପଦଟିକୁ ପଢ଼ିବ। ଏ ପୋଏମଟିକୁ ପିଲାମାନେ ମନେ କରିକି ଆଗ ପଢ଼ିବ। ଯେତିକି ବି ମୁଁ ଛାଡ଼ୁଛି ପିଲାମାନେ, ତମେ ସେଇଟାକୁ ମନେ କରିକି ପଢ଼ିବ, ନହେଲେ କିଛି ବି ପ୍ରଶ୍ନର ଉତ୍ତର ଦେଇପାରିବ ନାହିଁ। 16 ନମ୍ବର ପ୍ରଶ୍ନ ଦେଇଛି ପଦଟିରେ କିଏ ଧାନ ଖାଇବା କଥା କୁହାଯାଇଛି? 17 ନମ୍ବର ପ୍ରଶ୍ନ ଦେଇଛି ମୂଷାର ଦେହକୁ ଛୁଇଁଲେ କେମିତି ଲାଗେ? 18 ନମ୍ବର କ୍ୱେଶ୍ଚିନ୍ ଆମର କ'ଣ ଦେଇଛି? ଉପର ପଦରୁ ନିର୍ଭୟର ବିପରୀତ ଅର୍ଥ ବୁଝାଉଥିବା ଶବ୍ଦଟିକୁ ବାଛି ଲେଖ। ପିଲାମାନେ ପୋଏମଟା ଆଗ ପଢ଼ିବ, ତାପରେ ଏଇ ପ୍ରଶ୍ନର ଉତ୍ତର ଦେବ। ପ୍ରଦତ୍ତ କବିତାର ଅର୍ଥ ବୁଝାଇ ନିଜ ଭାଷାରେ 3ଟି ବାକ୍ୟ ଲେଖ। ଠିକ୍ ଅଛି ପିଲାମାନେ, ଏବେ ଆମେ 20 ନମ୍ବର ପ୍ରଶ୍ନକୁ ଯିବା। ଦେଖ ପିଲାମାନେ, ଆମର 20 ନମ୍ବର କ୍ୱେଶ୍ଚିନ୍ଟା କ'ଣ ଦେଇଛି? ତଳ ଶବ୍ଦଗୁଡ଼ିକୁ ସଜାଡ଼ି ଅର୍ଥ କରି ବାକ୍ୟରେ ଲେଖ। 20 ନମ୍ବର ପ୍ରଶ୍ନଟା ଦେଇଛି ଆଦର୍ଶ ଏକ ପ୍ୟାରୀମୋହନ ଜୀବନଯାପନ କରୁଥିଲେ। ପ୍ୟାରୀମୋହନ ଏକ ଆଦର୍ଶ ଜୀବନଯାପନ କରୁଥିଲେ। ଏଇଟା ଆମର ଉତ୍ତର ହୋଇପାରିବ। ଠିକ୍ ଅଛି ପିଲାମାନେ। 21 ନମ୍ବର ପ୍ରଶ୍ନ ଦେଲା ତଳ ବାକ୍ୟରେ ଉପଯୁକ୍ତ ବିରାମ ଚିହ୍ନ ଦେଇ ବାକ୍ୟଟିକୁ ଲେଖ। ଗୁରୁମା କହିଲେ ଆଜି ଆମେ ଗପଟିଏ ଶୁଣିବା। ପୂର୍ଣ୍ଣଚ୍ଛେଦ ଲାଷ୍ଟକୁ ଦେବ। ଠିକ୍ ଅଛି ପିଲାମାନେ। 22 ନମ୍ବର ପ୍ରଶ୍ନ ଆମର କ'ଣ ଦେଲା? ବନ୍ଧନୀ ମଧ୍ୟରୁ ଖୁଦର ଯୋଡ଼ି ଶବ୍ଦ ଲେଖ। ରାଜା ଦେହ କଣିକା, ତେଣୁ କ'ଣ ହେବ? କଣିକା ଉତ୍ତର ହେବ। ଠିକ୍ ଅଛି ପିଲାମାନେ। 23 ନମ୍ବର କ୍ୱେଶ୍ଚିନ୍ ଦେଖ। ଜନହୀନ କହିଲେ ଜନଶୂନ୍ୟକୁ ବୁଝାଏ, ସେହିପରି ଜ୍ଞାନହୀନ କହିଲେ ଜ୍ଞାନଶୂନ୍ୟକୁ ବୁଝାଏ। ବିପରୀତ ଅର୍ଥବୋଧକ ଶବ୍ଦ ଲେଖ। ସୁଖର କ'ଣ ହେବ? ଦୁଃଖ।
ତାପରେ 25 ନମ୍ବର ପ୍ରଶ୍ନ ଆମର କ'ଣ ଦେଲା, ବନାନ ଦୃଷ୍ଟିରୁ ତଳ ଶବ୍ଦ ମଧ୍ୟରୁ କେଉଁଟି ଠିକ୍? ସନ୍ନ୍ୟାସୀ 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 ସନ୍ନ୍ୟାସୀ। ତେଣୁ କେଉଁ ସନ୍ନ୍ୟାସୀଟା ଠିକ୍ ହେବ ତମେ ସେଇଟା ଲେଖିବ। ଠିକ୍ ଅଛି ପିଲାମାନେ, ବର୍ତ୍ତମାନ ଆମେ ନେକ୍ସଟ ପେଜକୁ ଯିବା। ଠିକ୍ ଅଛି ପିଲାମାନେ, ଏଇଟା ହେଉଛି ତମର ଲାଷ୍ଟ ପେଜ। ଦେଖ 26 ନମ୍ବର ପ୍ରଶ୍ନ କ'ଣ ଦେଇଛି, ତୁମ ଗ୍ରାମର ପିଇବା ପାଣିର ସମସ୍ୟା ଦୂର କରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିକଟକୁ ଦରଖାସ୍ତଟିଏ ଲେଖ। ଠିକ୍ ଅଛି ପିଲାମାନେ, ତମେ ଏଇଟା ଦରଖାସ୍ତଟିଏ ଲେଖିବ। 27 ନମ୍ବର ପେଜରେ ହୋଲି ପର୍ବ ବିଷୟରେ ଗୋଟିଏ ଅନୁଚ୍ଛେଦ ଲେଖ। ଠିକ୍ ଅଛି ପିଲାମାନେ, ଏବେ ତ ଆମର ପ୍ରଶ୍ନ ସରିଗଲା। ତୁମେ ସମସ୍ତ ପିଲାମାନଙ୍କୁ ଅନୁରୋଧ, ତୁମେ ଏଇ ଚ୍ୟାନେଲକୁ ସବସ୍କ୍ରାଇବ୍ କର, ଯାହାଦ୍ୱାରା କି ତମ ପାଖକୁ ସବୁ ଶ୍ରେଣୀର ବାର୍ଷିକ ପରୀକ୍ଷାର ପ୍ରଥମଠୁ ଅଷ୍ଟମ ପର୍ଯ୍ୟନ୍ତ ବାର୍ଷିକ ପରୀକ୍ଷାର ଆମର ସବୁ ପ୍ରଶ୍ନ ଏବଂ ଉତ୍ତର ତୁମେମାନେ ଏଇ ଚ୍ୟାନେଲ ମାଧ୍ୟମରେ ପାଇପାରିବ। ତେଣୁ ତୁମେମାନେ ଏଇ ଚ୍ୟାନେଲକୁ ସବସ୍କ୍ରାଇବ୍ କର, ଲାଇକ୍ କର ଏବଂ କମେଣ୍ଟ ମାଧ୍ୟମରେ ତୁମର କେଉଁ କ୍ଲାସ୍ ଆମକୁ ଜଣାଅ। ଠିକ୍ ଅଛି ପିଲାମାନେ, ବାଏ ବାଏ।